बंधु माने नमस्कार। आज मु गोटे सुंदर जगह को बुलिया पे आसली। से जगह नाम होची नाग देवता टेम्पुल। ये टेम्पुल टी विशाखापाटना डिस्ट्रिक्ट रे अवस्थित। आउ ए टेम्पुल पाखरे गोटे छोट रेलवे स्टेशन अछि ताकि दुबा रेलवे स्टेशन बोली कुआ जाए। ये देखि पारथिबे नागा देवता टेम्पुल फ्रॉम दुबाड़ा। ମୁଁ ବହୁତ ଦିନ ଏଇ ରୋଡରେ ଯାଇଥିଲି, ବହୁତ ଥର ଚେଷ୍ଟା କରିଛି ଆସିବା ପାଇଁ, ବଟ୍ ସମୟ ଅଭାବରୁ ଆସିପାରୁନଥିଲି। ବହୁତ ସୁନ୍ଦର ଲୋକେସନଟି। ଆଜି ମୁଁ ଚେଷ୍ଟା କଲି ମନ୍ଦିରକୁ ଆସି ବୁଲିବା ପାଇଁ। ଆମେ ମନ୍ଦିରର ପାଖରେ ଗାଡ଼ି ରଖି ମନ୍ଦିର ଉପରକୁ ଆସିଲୁ, ପ୍ରଭୁଙ୍କୁ ଦର୍ଶନ କଲୁ। ବହୁତ କିଛି ଶିଖିବାର ଜିନିଷ ଅଛି, ବହୁତ କିଛି ଦେଖିବାର ଜିନିଷ ଅଛି। ଏଠି ବିଭିନ୍ନ ପ୍ରକାର ଦେବତା ଦେବୀମାନେ ଅଛନ୍ତି। ବହୁତ କିଛି ଠାକୁର ଅଛନ୍ତି ମୁଁ ଦେଖିବା ପାଇଁ ପାଇଲି। ଏ ବହୁତ ଚାରିପଟେ ବହୁତ ସୁନ୍ଦର ପରିବେଶ। ରେଲୱେ ଷ୍ଟେସନ ଚାରିପଟେ ଆପଣ ଦେଖିପାରୁଥିବେ ଗୋଟେ ଛୋଟ ପାହାଡ ଉପରେ ଅବସ୍ଥିତ। ଶିବ ଠାକୁର ଅଛନ୍ତି, ବହୁତ ଠାକୁର ଅଛନ୍ତି ସେଠି, କିନ୍ତୁ ଟିକେ ପ୍ରଶାସନର ଅବହେଳା ରହିଯାଇଛି ଯାହା ଆମେ ଅନୁମାନ ଯାହା ଫିଲ୍ କଲୁ। ପାହାଡ ଉପରେ ରକ୍ଷଣାବେକ୍ଷଣ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହଉଥିବ ନିହାତି। ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ ବି ଅଛି। ଆମେ ଭାବିଥିଲୁ କିଛି ଟ୍ରଷ୍ଟ ବୋର୍ଡ ମେମ୍ବରଙ୍କ ସହିତ କଥା ହେବା ପାଇଁ, ଯେହେତୁ କାର୍ଯ୍ୟାଳୟ ବନ୍ଦ ଥିଲା, ସେଠି କେହି ନଥିଲେ, ଆଉ ମନ୍ଦିରରେ ମଧ୍ୟ ପୂଜକ ନଥିଲେ। ଯାହା ସେଠି ପୂଜା ସହିତ ଯାହା ଅନୁମାନ ଯାହା ଫିଲ୍ କଲୁ, ରିସେଣ୍ଟଲି ଫୁଲ ଆଉ ଦୀପ କଦଳୀ ଥିଲା। ଇଏ ହଉଛି ଆକ୍ଚୁଆଲି ପ୍ରକୃତ ଭଗବାନ ଏଠି ଥିଲେ, ଯାହା ଦେଖିକି ଜଣା ପଡିଲା। ଏଇଟା ପାହାଡର ଶେଷ, ପୁରା ପାହାଡର ଶୀର୍ଷରେ ପୁରା ଅଛି। ଏଠି ପ୍ରକୃତ ଭଗବାନ ଏଇଠୁ ହିଁ ବାହାରିଥିଲେ ଜଣା ପଡୁଛି। ପୁରା ଗୁମ୍ଫା ଟାଇପ ର କରାହେଇଛି। ଠାକୁର ଏଇଠୁ ମତେ ଲାଗୁଛି ଠାକୁର ଏଇଠୁ ବାହାରିଥିଲେ। ବହୁତ ଭଲ ପରିବେଶ ଥିଲା, ଭଲ ଲାଗିଲା ମଧ୍ୟ। ଟିକେ ପ୍ରଶାସନର ଅବହେଳା ହେଇଯାଇଛି। ଆପଣ ମାନେ ଯଦି କେବେ ଚେଷ୍ଟା କରିବେ ଏମିତିଆ ଜାଗା ଭିଜିଟ କରିବା ପାଇଁ, ଠାକୁର ମାନଙ୍କର ଗୋଟେ ନିମ ଗଛ ଅଛି ସେଠି। ମାନସିକ ପାଇଁ ଲୋକ ମାନେ ତା ମାନସିକ କରିବା ପାଇଁ ବାନ୍ଧିକି ଯାଉଛନ୍ତି। ତାପରେ ଆମେ ଉପର ଠାକୁର ଶୀର୍ଷରେ ଭଗବାନ ଦର୍ଶନ କରି ତଳକୁ ଫେରିଲା ଭିତରେ ମଧ୍ୟ ଏଠି ବି ଗୋଟେ ଏମିତି ଗୁମ୍ଫା ଟାଇପ ର ଠାକୁର ପାଇଲୁ, ଯାହା ନାଗ ଦେବତାଙ୍କର ମେନ୍ ମନ୍ଦିର ବୋଲି ଭାବିଲୁ। କାହିଁକି ସେଠି ଠାକୁରଙ୍କର ହୁଣ୍ଡି, ଠାକୁରଙ୍କର ଘଣ୍ଟ ଆଳତି ପାଇଁ ସିଷ୍ଟମ ଅଛି। ତାପରେ ଶେଷରେ ଏଇଟା ହଉଛି ଶେଷ ଦର୍ଶନ। ଏଇଠି ଓಂ ନମଃ ଶିବାୟ ଭଗବାନଙ୍କର ଗୋଟେ ଇଏ ଅଛି। ଏଇଟା ପାହାଡ ଉପରୁ ତଳକୁ ଦେଖାଯାଉଛି, ଆଉ ତା ଚାରିପଟେ ଗୋଟେ ସୁନ୍ଦର ଦୃଶ୍ୟ ଅଛି। ଆପଣ ଦେଖନ୍ତୁ ଦେଖିପାରିବେ। ସୁନ୍ଦର ଦୃଶ୍ୟ ହଉଛି ଦୁବାଡା ରେଲୱେ ଷ୍ଟେସନ ପାଖରେ। ଏଇ ଷ୍ଟେସନ ଏଇଠି ହିଁ ଦୁବାଡା ରେଲୱେ ଷ୍ଟେସନ। ବହୁତ ଗତିରେ ଆପଣ ମାନେ ଥରେ ଯାଉଛନ୍ତି ଯଦି ଭିଜିଟ କରିବା ପାଇଁ ଚେଷ୍ଟା କରନ୍ତୁ। ଏତେ ସୁନ୍ଦର ଲୋକେସନଟି ବୁଲିବା ପାଇଁ ଦୁବାଡା